ଶନିବାର ତେହେରାନର ରାଜପଥରେ ଲକ୍ଷାଧିକ ଲୋକ ଇସ୍ରାଏଲ ସହ 12 ଦିନିଆ ଯୁଦ୍ଧରେ ନିହତ ଇରାନର ଶୀର୍ଷ ସୈନ୍ୟ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକଙ୍କ ଶୋକ ସଭାରେ ସାମିଲ ହୋଇଥିଲେ। ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ ଅର୍ଥାତ୍ IRGC ମୁଖ୍ୟ ଜେନେରାଲ ହୋସେନ ସାଲାମି, ବାଲିଷ୍ଟିକ୍ ମିସାଇଲ ପ୍ରୋଗ୍ରାମର ମୁଖ୍ୟ ଜେନେରାଲ ଆମିର ଅଲି ହାଜିଜାଦେହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମରଶରୀର ତେହେରାନର ଆଜାଦି ଷ୍ଟ୍ରିଟ୍ରେ ଟ୍ରକରେ ନିଆଯାଇଥିଲା। ଏହି ସମୟରେ ସ୍ଥାନୀୟ ଜନତା ଲକ୍ଷାଧିକ ସଂଖ୍ୟାରେ ଯୋଗଦେଇ ସେମାନଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଜୁନ୍ 13ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ଲକ୍ଷ୍ୟରେ ସୈନ୍ୟ କମାଣ୍ଡର, ବୈଜ୍ଞାନିକ ଏବଂ ପରମାଣୁ ସ୍ଥାପନାଗୁଡ଼ିକୁ ଟାର୍ଗେଟ କରିଥିଲା। ଇସ୍ରାଏଲ ଦାବି କରିଛି ଯେ ଯୁଦ୍ଧର 12 ଦିନ ମଧ୍ୟରେ ସେମାନେ ପ୍ରାୟ 30 ଜଣ ଇରାନୀ କମାଣ୍ଡର ଏବଂ 11 ଜଣ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରିଛନ୍ତି। ଏହା ସହ 8ଟି ପରମାଣୁ ସମ୍ପର୍କିତ ସ୍ଥାପନା ଏବଂ 720ରୁ ଅଧିକ ସୈନ୍ୟ ଭିତ୍ତିଭୂମିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ପ୍ରତିବଦଳରେ ଇରାନ 550ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ଇସ୍ରାଏଲ ଉପରେ ନିକ୍ଷେପ କରିଥିଲା, ଯେଉଁଥିରୁ ଅଧିକାଂଶ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଅଟକା ଯାଇଥିଲା। ତଥାପି କିଛି ମିସାଇଲ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ କ୍ଷତି ଘଟାଇଥିଲା, ଯେଉଁଥିରେ 28 ଜଣଙ୍କୁ ହତ୍ୟା କରିଥିଲା। ଶନିବାରର ଶୋକସଭା ଯୁଦ୍ଧବିରତି ପରେ ଶୀର୍ଷ କମାଣ୍ଡରଙ୍କ ପାଇଁ ପ୍ରଥମ ସାର୍ବଜନୀନ ଅନ୍ତିମ ସଂସ୍କାର ଥିଲା। ଇରାନୀ ରାଜ୍ୟ ଟେଲିଭିଜନ ଅନୁସାରେ ଏହି ସମାରୋହରେ ମୋଟ 60 ଜଣଙ୍କ ପାଇଁ ଶୋକ ପ୍ରକାଶ କରାଯାଇଥିଲା, ଯେଉଁଥିରେ 4 ଜଣ ମହିଳା ଓ 4 ଜଣ ଶିଶୁ ସାମିଲ ଥିଲେ। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଥିଲା, ଯାହା ଫଳରେ ସରକାରୀ କର୍ମଚାରୀମାନେ ଏହି ସମାରୋହରେ ଅଂଶଗ୍ରହଣ କରିପାରିଥିଲେ। ଇରାନୀ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ। ରାଜ୍ୟ ଟେଲିଭିଜନ ଅନୁସାରେ କୁଦସ ଫୋର୍ସର ମୁଖ୍ୟ ଜେନେରାଲ ଏସମାଇଲ କାନି ଏବଂ ସୁପ୍ରିମ ଲିଡରଙ୍କ ଉପଦେଷ୍ଟା ଅଲି ସାମଖାନି ମଧ୍ୟ ଶୋକସଭାରେ ସାମିଲ ହୋଇଥିଲେ। ସାମଖାନି ପ୍ରଥମ ଆକ୍ରମଣରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଏକ ବେତ ଉପରେ ନିର୍ଭର କରି ସାଧାରଣ ପୋଷାକରେ ଦେଖାଯାଇଥିଲେ। ଏହି ଯୁଦ୍ଧରେ ଇରାନର ସୈନ୍ୟ ଓ ପରମାଣୁ କାର୍ଯ୍ୟକ୍ରମରେ ବଡ଼ ଧରଣର କ୍ଷତି ହୋଇଛି। ଇରାନୀ ରାଜ୍ୟ ଟେଲିଭିଜନ ଅନୁସାରେ ଇସ୍ରାଏଲୀ ଆକ୍ରମଣରେ 600ରୁ ଅଧିକ ଲୋକ ନିହତ ହୋଇଛନ୍ତି, ଯେଉଁଥିରେ 90 ଜଣ ସୈନ୍ୟ ଅଧିକାରୀ ଏବଂ 11 ଜଣ ପ୍ରମୁଖ ପରମାଣୁ ବୈଜ୍ଞାନିକ ସାମିଲ ଅଛନ୍ତି।